নাচি নাচি গীত গাইছিল গীত গায়ে তা ভিতরে তার নিজস্ব গীত সহিত তার অভূতপূর্ব অভিনয় ସମସ୍ତଙ୍କୁ ପ୍ରେରଣା କିନ୍ତୁ ଏତେ ଶୀଘ୍ର ଚାଲିଯିବେ ବିଶ୍ୱାସ କରିବେ। ଓଡ଼ିଶା ନୁହେଁ ଭାରତବର୍ଷର ମୟୂରଭଞ୍ଜ ଯେଉଁଠି ଅନେକ କଳାକାରଙ୍କୁ ଜନ୍ମ ଦେଇଛନ୍ତି। ମାନେ ଯେତେ କଳାକାର ଆପଣ ଏଠି ଚିନ୍ତା କରିବେ ଦେଖିବେ ଉତ୍ତମ ମହାନ୍ତି ଭଳିଆ ଗୋଟେ କଳାକାର ଯାହାର କଳା ଜୀବନ ନାଚି ନାଚି ଗୀତ ଗାଇছিল ଗୀତ ଗାଏ ତା ଭିତରେ ତାର ନିଜସ୍ୱ ଗୀତ ସହିତ ତାର ଅଭୂତପୂର୍ବ ଅଭିନୟ ସମସ୍ତଙ୍କୁ ପ୍ରେରଣା କିନ୍ତୁ ଏତେ ଶୀଘ୍ର ଚାଲିଯିବେ ବିଶ୍ୱାସ କରିବେ। ତାଙ୍କ ସହିତ ତାଙ୍କ ଧର୍ମପତ୍ନୀ ମଧ୍ୟ ଏକ ଅନନ୍ୟ କଳାକାର ଶେଷରେ ଗୋଟେ ଯୋଗ୍ୟ ପୁତ୍ର ଜନ୍ମ କରିଥିଲେ। ଆମର ଏତେ ଜୀବନ୍ତ ଅଭିନୟ ଏବେ ସେ କରୁଛି ତେଣୁ ପୁରା ପରିବାର କଳାକୁ ସମ୍ପୂର୍ଣ୍ଣ ବିସର୍ଜନ ଦେଇଥିବା ଏକ ଅପୂର୍ବ ଅଭିନେତାର ବିୟୋଗରେ ମୁଁ ମର୍ମାହତ। ଆଉ କ'ଣ କହିବି, ଓଡ଼ିଆ ଗୋଟେ ବିଶିଷ୍ଟ କଳାକାର ଉପରେ ଏବେ ସରକାର ସବୁ ଦେଉଛନ୍ତି, ଚିନ୍ତା କରିବାର କିଛି ନାହିଁ। କଳାକାରମାନଙ୍କୁ ପ୍ରୋତ୍ସାହନ, ତେଣୁ ସିଏ ଆମ ହୃଦୟରେ ଆମ ମନ ଏବଂ ପ୍ରାଣରେ ରହିଗଲେ ଏକ ଅପୂର୍ବ ଆଦର୍ଶ। ଯିଏ ଚଳଚ୍ଚିତ୍ର ଜଗତରେ ଯାହା କରିଛନ୍ତି ଏମିତି ଖୁବ୍ କମ୍ ଆର୍ଟିଷ୍ଟ ଭଳି କିନ୍ତୁ ଗୋଟେ କଳାର ଗୋଟେ ଅନନ୍ୟ ଉପହାର ଓଡ଼ିଆ ଜାତିର ପରିବାରର ବାବୁଶାନ ଯଦି ବର୍ତ୍ତମାନ କରୁଛି ମୋର ଗୀତ ବାବୁଶାନ ଚମତ୍କାର ଭାବେ ଫୁଟେଇଛି। ତା ସହିତ ତାଙ୍କ ମା ସହିତ ମୁଁ ନିଜେ ବି ଗୋଟେ ଫିଲ୍ମରେ ବହୁତ ମୁଁ ଜାଣିଛି କେମିତି ଏକ କଳାକାର ଆଜି ଆପଣମାନଙ୍କ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ନମସ୍କାର, ଧନ୍ୟବାଦ ସାର୍। ଟିକେ ସାର୍, ଓଡ଼ିଶା ନୁହେଁ ଭାରତବର୍ଷର ମୟୂରଭଞ୍ଜ ଯେଉଁଠି ଅନେକ କଳାକାରଙ୍କୁ ଜନ୍ମ ଦେଇଛନ୍ତି। ମାନେ ଯେତେ କଳାକାର ଆପଣ ଏଠି ଚିନ୍ତା କରିବେ ଦେଖିବେ ଉତ୍ତମ ମହାନ୍ତି ଭଳିଆ ଗୋଟେ କଳାକାର ଯାହାର କଳା ଜୀବନ ନାଚି ନାଚି ଗୀତ ଗାଇছিল ଗୀତ ଗାଏ ତା ଭିତରେ ତାର ନିଜସ୍ୱ ଗୀତ ସହିତ ତାର ଅଭୂତପୂର୍ବ ଅଭିନୟ ସମସ୍ତଙ୍କୁ ପ୍ରେରଣା କିନ୍ତୁ ଏତେ ଶୀଘ୍ର ଚାଲିଯିବେ ବିଶ୍ୱାସ କରିବେ। ତାଙ୍କ ସହିତ ତାଙ୍କ ଧର୍ମପତ୍ନୀ ମଧ୍ୟ ଏକ ଅନନ୍ୟ କଳାକାର ଶେଷରେ ଗୋଟେ ଯୋଗ୍ୟ ପୁତ୍ର ଜନ୍ମ କରିଥିଲେ। ଆମର ଏତେ ଜୀବନ୍ତ ଅଭିନୟ ଏବେ ସେ କରୁଛି ତେଣୁ ପୁରା ପରିବାର କଳାକୁ ସମ୍ପୂର୍ଣ୍ଣ ବିସର୍ଜନ ଦେଇଥିବା ଏକ ଅପୂର୍ବ ଅଭିନେତାର ବିୟୋଗରେ ମୁଁ ମର୍ମାହତ। ଆଉ କ'ଣ କହିବି, ଓଡ଼ିଆ ଗୋଟେ ବିଶିଷ୍ଟ କଳାକାର ଉପରେ ଏବେ ସରକାର ସବୁ ଦେଉଛନ୍ତି, ଚିନ୍ତା କରିବାର କିଛି ନାହିଁ। କଳାକାରମାନଙ୍କୁ ପ୍ରୋତ୍ସାହନ, ତେଣୁ ସିଏ ଆମ ହୃଦୟରେ ଆମ ମନ ଏବଂ ପ୍ରାଣରେ ରହିଗଲେ ଏକ ଅପୂର୍ବ ଆଦର୍ଶ। ଯିଏ ଚଳଚ୍ଚିତ୍ର ଜଗତରେ ଯାହା କରିଛନ୍ତି ଏମିତି ଖୁବ୍ କମ୍ ଆର୍ଟିଷ୍ଟ ଭଳି କିନ୍ତୁ ଗୋଟେ କଳାର ଗୋଟେ ଅନନ୍ୟ ଉପହାର ଓଡ଼ିଆ ଜାତିର ପରିବାରର ବାବୁଶାନ ଯଦି ବର୍ତ୍ତମାନ କରୁଛି ମୋର ଗୀତ ବାବୁଶାନ ଚମତ୍କାର ଭାବେ ଫୁଟେଇଛି। ତା ସହିତ ତାଙ୍କ ମା ସହିତ ମୁଁ ନିଜେ ବି ଗୋଟେ ଫିଲ୍ମରେ ବହୁତ ମୁଁ ଜାଣିଛି କେମିତି ଏକ କଳାକାର ଆଜି ଆପଣମାନଙ୍କ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ନମସ୍କାର, ଧନ୍ୟବାଦ ସାର୍। ଟିକେ ସାର୍।